ଚୈତ୍ର ମଙ୍ଗଳା ଓଷା କଥା। ବନ୍ଦଇ ସାରଳା ମାଗ ତୁମ୍ଭ ଶ୍ରୀଚରଣ, ଲେଖୁଅଛି ପଦମାନ କହିଦେବ ପୁଣ। ନମଇ ସାରଳା ମାଗ ଶିବର ଘରଣୀ, ଝଙ୍କଡ଼ପୁରବାସିନୀ ମହେଶ ମର୍ଦିନୀ। ଅମ୍ବିକା କାଳିକା ବେତଲିକା ତୋର ନାମ, ଦୁର୍ଗା ମହାମାଇ ଗୋ ମଙ୍ଗଳା ତୋର ନାମ। ଜୟ ଶ୍ରୀ ମଙ୍ଗଳା ମାଗ ମାତ କାତ୍ୟାୟିନୀ, ସଙ୍ଗତରେ ରଖିଅଛୁ 64 ଯୋଗିନୀ। ମୁହିଁ ମୂର୍ଖ ପାଣ୍ଡୁକ ନ ଜାଣଇ କିଛି, କଣ୍ଠରେ ବସିଣ ପଦ କହିଦେବ ବାଛି। ଅର୍ଜୁନ ଉବାଚ ଅର୍ଜୁନ ବୋଲନ୍ତି ତୁମ୍ଭେ ଶୁଣ ଦାଶରଥୀ, ବୁଝାଇଣ କହ ମତେ ମଙ୍ଗଳାର ସ୍ଥିତି। ଶ୍ରୀହରି ବୋଲନ୍ତି ତୁମ୍ଭେ ଶୁଣ ହେ ଅର୍ଜୁନ, ଆଣ୍ଠୁ ଲୋଡ଼ା ରାଜାଙ୍କୁ ଯେ ଦେଲେ ପୁତ୍ର ଦାନ। ମୋହର ଚରଣୀ ତାଙ୍କ ନଗଳଇ ମନ, ତେଣୁ କରି ଆଣ୍ଠୁ ଲୋଡ଼ା ହେଲେ ସର୍ବଜନ। ଏକ ମନ ହୋଇ ଯେଣୁ ନ ଭଜିଲେ ମତେ, ତେଣୁ କରି ମଙ୍ଗଳା ଯେ କଲେ କତୁରିତେ। ଦିବ୍ୟ ରୂପ ତେଜୀ ମାଏ ବୃଦ୍ଧା ରୂପ ହୋଇ, ଖସୁ ମେଞ୍ଚା ମେଞ୍ଚା ଆଖି ବିଛଡ଼ା ବହଇ। କନା ଯେ କତିରା ମାଏ ପରିଧାନ କଲେ, କେନ୍ଦୁଛି କଇଁଥ ଚାର ଘେନିଣ ଚଳିଲେ। ସେଦିନ ଯେ ମଙ୍ଗଳାଙ୍କ ପୂଜା ବିଧି ଦିନ, ତେଣୁ କରି ବିଜୟ କଲେ ତତ୍କ୍ଷଣ। ନଗ୍ରହାଟ ବାଟ ବୁଲି ଡାକ ଯେ ଦିଅନ୍ତି, କେନ୍ଦୁ କେନ୍ଦୁ ଚାର ନିଅ ବୋଲିଣ ବୋଲନ୍ତି। ତାହା ଶୁଣି ନଗ୍ର ଲୋକେ ଆଣ ଗୋ ବୋଲନ୍ତି, ତାଙ୍କ ରୂପ ଦେଖି ଲୋକେ ଛି ଛି ଯେ କରନ୍ତି। ଖସୁ ମେଞ୍ଚା ମେଞ୍ଚା ଆଖି ପିଛଡ଼ା ବହୁଛି, ଏହାଠାରୁ କେନ୍ଦୁଚର ନ ଘେନିବା କିଛି। କେନ୍ଦୁଚାର ତାହାଠାରୁ କେହି ନ ଝିଣିଲେ, ତାହା ଶୁଣି ମଙ୍ଗଳା ଯେ ବିଜେ କରିଗଲେ। ହାଟ ଦାଣ୍ଡ ନଗ୍ର ଲୋକେ କେହି ନ କିଣିଲେ, ଏଣୁ କରି ମହାମାୟା ବିରସ ହୋଇଲେ। ମନେ ମନେ ବିଚାର କରନ୍ତି ମହାସତୀ, ରାଜାର ନଗ୍ରକୁ ବୁଲି ଗଲେ କତିହିଡ଼ି। ରାଜାର ନବରେ ଯାଇ ପ୍ରବେଶ ହୋଇଲେ, କେନ୍ଦୁଚାର ନିଅ ବୋଲି ବୋଲିଣ ବୋଇଲେ। ଛି ଛି ଦୂର କରି ତାଙ୍କୁ ଘଉଡ଼ିଲେ ଯହୁଁ, ରାଜାର ନଦରୁ ବିଜେ କରୁଥିଲେ ତହୁଁ। ତର ତର ହୋଇ ଚଣ୍ଡାଳୁଣୀ ଯାଉଥିଲେ, ଆସୁଥିଲେ ମାଏ ତାଙ୍କୁ ବାଟରେ ଭେଟିଲେ। ଚଣ୍ଡାଳୁଣୀ ବୋଲୁଅଛି କାହୁଁ ଯେ ଅଇଲ, କେବଳ ଦେଶରୁ ତୁମ୍ଭେ ଏତେ ବିଜେ କଲ। ମାଏ ବୋଲୁଛନ୍ତି ତୁଲେ ଶୁଣେ ଚଣ୍ଡାଳୁଣୀ, ନଗ୍ର ନର ନାରୀ ମତେ ନ ଚିହ୍ନିଲେ ପୁଣି।
ମୁହିଁ ସର୍ବମଙ୍ଗଳ ଯେ ଘଉଡ଼ିଲେ ମତେ ତୁ କେବଳ କାରଣେ ଯେ ପୁଛ କଲୁ ମତେ। ଏହା ଶୁଣି ଚଣ୍ଡାଳୁଣୀ ପାଦରେ ପଡ଼ିଲା ନିସ୍ତରିଲି ବୋଲିଣ ବୋଇଲା। ମୁହିଁ ତୁମ୍ଭ ଦଶବର୍ତ୍ତୀ ସେବଇ ଚରଣେ ତୁମ୍ଭ ସେବା ଆଜି ମୁହିଁ କରିବି ଆପଣେ। ତାହା ଶୁଣି ମଙ୍ଗଳା ଯେ କେନ୍ଦୁଚର ଦେଲେ ଅପୁତ୍ରିକ ପୁତ୍ର ଦାନ ହେଉ ଯେ ବୋଇଲେ। ମୋର ସେବା ଚାରି ତୁ ଖାଇବୁ କେନ୍ଦୁଚର ମତେ ସୁମରଣା କରି ଖାଇବୁଟି ଫଳ। ଏତେ କହି ମଙ୍ଗଳା ଯେ ବିଜେ କରିଗଲେ ନିଜ ଭୁବନରେ ଯାଇ ପ୍ରବେଶ ହୋଇଲେ। କେନ୍ଦୁଚର ଘେନି ଶ୍ରିୟା ଚଣ୍ଡାଳୁଣୀ ଗଲା ଉତ୍ତମ ପଦାର୍ଥ ମାନ ବଜାରୁ କିଣିଲା। ଖାଇ ମୁଆଁ ନବା ତସା କର ଛେନାପଣା ଗୁଡ଼ ଦୁଧ ମିଠାଇ ଯେ କରିଲା କିଣା। ଯତ୍ନରେ ପଦାର୍ଥ ମାନ ଘରୁ ଆଣିଲା ଚନ୍ଦନ କର୍ପୂର ଆଣି ଗୃହରେ ଛିଞ୍ଚିଲା। ଅଗଣା ମଧ୍ୟରେ ଏକ ବେଦୀ ବନାଇଲା ଗୋବର ଲିପିଣ ତହିଁ ଝୁଟି ଯେ ଲେଖିଲା। ଜୟ ଶ୍ରୀମଙ୍ଗଳା ବୋଲି ଘେଟେକ ସ୍ଥାପିଲା ବଟା ହଳଦୀରେ ଏକ ମୂର୍ତ୍ତି ବନାଇଲା। ଗଙ୍ଗା ଜଳ ଛିଞ୍ଚି ତହିଁ ବସିଲା କଝାଇ ସ୍ମରଣ କରି ବସିଲା ମଙ୍ଗଳାକୁ ଧ୍ୟାଇ। ଚଣ୍ଡାଳୁଣୀ ହୀନ ଜାତି ମୋର କେଳା କିଞ୍ଚିତ ଭକତି ମୋର ଘେନ ମା ମଙ୍ଗଳା। କେନ୍ଦୁଚର ଦିହି ଭୋଗ ଲଗାଇଲା ଅମୃତ ପଦାର୍ଥ ମାନ ସବୁ ସମର୍ପିଲା। ଛେଳି ମେଣ୍ଢା କୁକୁଡ଼ା ଯେ ବଳି ପୂଜା କଲା ପୂଜା ସାରି ଚଣ୍ଡାଳୁଣୀ ଆନନ୍ଦ ହୋଇଲା। ଫୁଲ ପ୍ରସାଦ ନେଇଣ ଶିରରେ ଘେନିଲା ମଙ୍ଗଳା ସୁମରି କେନ୍ଦୁଚର ଯେ ଫକିଲା। ପୂଜାର ପଦାର୍ଥ ମାନ ନେଲା କତିହିଟି ମଙ୍ଗଳାଙ୍କୁ ସୁମରି ଭଖିଲା ତାର ପତି। ସେହି ଦିନ ଚଣ୍ଡାଳୁଣୀ ଗର୍ଭବତୀ ହେଲା ଦିନ ଗଣୁ ଗଣୁ ତହିଁ 10 ମାସ ହେଲା। 10 ମାସ 10 ଦିନ ହୋଇଲ ପୁଣି ପେଟ ବ୍ୟଥା କଲା ତାର ହୋଇ କିଣି ବୁଜ ହୋଇ ଆଉ ନ ପାରଇ ଚାଲି ମଙ୍ଗଳାକୁ ସୁମରି ସେ ବୋଲେ ମରିଗଲି। ରକ୍ତ ପାହି ବେଳ ତହୁଁ 7 ଗଡ଼ି ହେଲା ଫୁଲ ଫଳେ ତାହାର ଯେ ପୁତ୍ର ହିଁ ଜନ୍ମିଲା। ପୁଣି କ୍ଷଣ କରେ ସେହୁ ପାଇଲା ଜ୍ଞାନ ଏତେ ଦିନ ମଙ୍ଗଳା ଯେ ଦେଲେ ଚକ୍ଷୁଦାନ। ନାହୁରି କାଟିଲା ପୁତ୍ର ବସାଇଲା କୋଳେ ମୁଖେ ଚୁମ୍ବ ଦେଇ ତହିଁ ଆନନ୍ଦ ହୋଇଲେ। ନଗ୍ର ନର ନାରୀ ମାନେ ସମସ୍ତ ଶୁଣିଲେ କ୍ରୋଧ କାଳେ ପୁତ୍ର ଦାନ ପାଇଲା ବୋଇଲେ। ହେ
ହେଉ ହେଉ ବୋଲି ନ ବୋଲନ୍ତି ସର୍ବଜନ। ଆନନ୍ଦ ହୋଇଲେ ଶୁଣି ନଗ୍ର ନାରୀମାନ। 2-4 ଦିନ ଯାନ୍ତେ ନାଉଡ଼ି ଶୁଖିଲା। ଦିନ ଗଣି ଚଣ୍ଡାଳୁଣୀ କାମ ତା ସରିଲା। ହାଟ ଦାଣ୍ଡ ନଗ୍ର ବୁଲି କରୁଥାଇ ଡକା। କଅଁଳା ଛୁଆକୁ ଛାଡ଼ି ହଇଲି ମୁଁ ଏକା। ଏହା ବୋଲି ଚଣ୍ଡାଳୁଣୀ କ୍ଷଣେ ନର ହୋଇ ପୁତ୍ରର ମୁଖରେ ଆସି ଚୁମ୍ବନ ଦିଅଇ। ଏହି ମତେ 6 ମାସ ବରଷେ ଗଲା ପୁଣି ଗର୍ଭଭାର ସେ ହୋଇଲା ସେ ତରୁଣୀ। 10 ମାସ 10 ଦିନ ଗର୍ଭବତୀ ହେଲା। ପେଟ ପଥାଇଣ ପୁଣି ପୁତ୍ର ଜାତ କଲା। ଏହି ରୂପେ 7 ପୁତ୍ର ହୋଇଲେ ଜନମ। ଅର୍ଜୁନକୁ ବୁଝାଇ କହନ୍ତି ଭଗବାନ। ପୁଣି ଗର୍ଭବାସ ଯେ ହୋଇଲା ଚଣ୍ଡାଳୁଣୀ। ଦୁହିତା ଗୋଟିଏ ଜାତ ହୋଇଲା ପୁଣି। 7 ପୁତ୍ର 1 ଝିଅ ହୋଇଲା ଜାତି। ମନେ ମନେ ଚଣ୍ଡାଳୁଣୀ ହୋଇଲା ଉଷତ। ଏବେ ବନ୍ଧୁ ଘର ମୁହିଁ ଖୋଜିଣ ଯେ ଯିବି। 7 ପୁତ୍ରକୁ ମୋହର ବିଭା କରାଇବି। ଏତେ ଭାଳି ବନ୍ଧୁ ଘର ଖୋଜିଣ ଯେ ଗଲା। 7 ଯେ ପୁତ୍ରକୁ ତାର ବିଭା କରାଇଲା। ଦୁହିତା ଗୋଟିକୁ ବିଭା କରିଦେଲା ପୁଣ। 7 ପୁତ୍ରଙ୍କର ବୋହୂ ଆଣିଲ କି ଜାଣ। ଅର୍ଜୁନ ବୋଲନ୍ତି କହନ୍ତି ଯେ ଭଗବାନ। ମଙ୍ଗଳାକୁ ସେବି ସେ ପାଇଲା ପୁତ୍ରଦାନ। ଶ୍ରୀ ଭଗବାନୁବାଚ। ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ଆହେ ପାର୍ଥ। ଠିକ୍ ଠିକ୍ କରି ତତେ କହିଦେବା ତଥ୍ୟ। ଏଥୁ ଅନନ୍ତରେ କେତେ ଦିନ ବହିଗଲା। ପ୍ରଭାତରୁ ଚଣ୍ଡାଳୁଣୀ ନବରକୁ ଗଲା। କେଉଁ ଯୋଗରୁ ଘରୁ ମୋ ବାହାର ହୋଇଲି। ଆଣ୍ଠୁ ଗୋଡ଼ା ରାଜା ମୁଖ ଆଜି ମୁଁ ଦେଖିଲି। ଅନ୍ନ ପାଣି ଆଜି ମତେ ମିଳିବ କି ନାହିଁ। ଏତେ ବୋଲି ରାଣୀ ହଂସପୁରେ ମିଳେ ଯାଇ। ତାହା ଶୁଣି ମହାଗଜା ସ୍ତବ୍ଧ ହୋଇଲେ। ଚାକରମାନଙ୍କୁ ଡାକି ଗୁପତେ କହିଲେ। ଆଜ ତୁମ୍ଭେ ଚଣ୍ଡାଳୁଣୀ ଘରଠାକୁ ଯାଅ। ରାତ୍ର ଯେ ଦିବସ ତହିଁ ଜଗି ବସିଥାଅ। ଭୁଞ୍ଜିବ କି ନ ଭୁଞ୍ଜିବ ଦେଖୁଥିବ ଜାଣି। ମୋହର ଆଗରେ କହିବଟି ଆମେ ପୁଣି। ଏହା ଶୁଣି ଚାକର ଯେ ବେଗେ ଚଳିଗଲେ। ଚଣ୍ଡାଳୁଣୀ ଘରଠାରେ ଜଗିଣ ବସିଲେ। ଏମନ୍ତ ସମୟେ ଶ୍ରିୟା ଚଣ୍ଡାଳୁଣୀ ଗଲା। ଅନ୍ନ ପାଣି କିଛି କେଉଁଠାରେ ନ ପାଇଲା। ରନ୍ଧନଶାଳାରେ ହାଣ୍ଡି ଭାଙ୍ଗିଲ ଯେଉଁ। ଉପବାସେ ସମସ୍ତେ ଯେ ରହିଲେ କତହୁଁ।
ଏହା ଦେଖି ରାଜଦୂତେ ବେଗେ ଚଳିଗଲେ। ପାଏ ପଡ଼ି କର ଯୋଡ଼ି ଛାମୁରେ କହିଲେ, ରନ୍ଧଣା ଚୁଲିରେ ହାଣ୍ଡି ଭାଙ୍ଗିଲା ଯେଉଁ, ଉପବାସୀ ସମସ୍ତେ ଯେ ରହିଲୋ ତହୁଁ। ଚଣ୍ଡାଳୁଣୀ ଆପଣାକୁ ବହୁ ନିନ୍ଦା କରି, ତାର ପୁଅ ବୋହୂଙ୍କୁ କହିଲା ଏହିପରି, ଆଣ୍ଠୁଗୁଡ଼ା ରାଜା ମୁଖ ଯହୁଁ ଦେଖିଲ, ତେଣୁ କରି ଉପବାସ ଆଜ ମୁଁ ରହିଲି। ଏହା ବୋଲି ଆପଣାଙ୍କୁ ନିନ୍ଦା କଲା ସେହି, ଶୁଣିଥିବା କଥା ପ୍ରଭୁ କହିଲୁ ବୁଝାଇ। ତାହା ଶୁଣି ମହାରାଜା କମ୍ପିଣ ଉଠିଲା, ତାହାର ଯେ ଗର୍ବ ମୋହି ଭାଙ୍ଗିବି ବୋଇଲେ। ମୋର ଆଜ୍ଞା ଘେନି ଏହି କ୍ଷଣି ଚଳିଯାଅ, ତାହାର ପୁତ୍ରମାନଙ୍କୁ ହାଣି ଯେ ପକାଅ। ତାହା ଶୁଣି ଦୂତମାନେ ବେଗେ ଚଳିଗଲେ, ତାହାର 7 ପୁତ୍ରକୁ ହାଣି ପକାଇଲେ। ସେଦିନରେ ମଙ୍ଗଳାଙ୍କ ପୂଜା ବିଧି ଜାଣି, ଖଇ ଆଣିବାକୁ ଯାଇଥିଲା ପୁଣି। ଲୋକେ ଯେ ବୋଇଲେ ରାଜା ମାଇଲୁ ତ ବଂଶ, ଖଇ ନେଇଣ ତୁ କରିବୁ ଟିକିସ। 7 ପୁଅ ଯାକ ତୋର ହାଣି ପକାଇଲେ, ତୋର ପୁତ୍ର ମୁଣ୍ଡମାନ ଶୂଳେ ବସାଇଲେ। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦ ଗୋଳ କଲା, ରାଜା ରୁଣଦରୁ କାନ୍ଦି କାନ୍ଦି ଆସୁଥିଲା। ତାହା ଜାଣି ମଙ୍ଗଳା ଯେ ବିଜେ କରିଗଲେ, ଆସୁଥିଲା ଚଣ୍ଡାଳୁଣୀ ବାଟରେ ଭେଟିଲେ। ମଙ୍ଗଳା ବୋଲନ୍ତି ତୁଲ କାନ୍ଦୁ କାହିଁ ପାଇଁ, ତୋହର ମନ ବାଞ୍ଛା ଯେ ପୁରାଇବି ମୋହି। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦୁଅଛି ଲୋଟି, ତୁମ୍ଭର ସଞ୍ଚିଲା ମୋର 7 ପୁତ୍ର ଗୋଟି। ଆଦର୍ଶରେ ରାଜା ମୋର ପୁତ୍ରକୁ ମାଇଲା, ଶୂଳିଆ ପଦାକୁ ଆଣି ଶୂଳି ଦିଆଇଲା। ମାଏ ବୋଲୁଛନ୍ତି ତୁଲ ବେଗ ହୋଇ ପାଶା, ମୁହିଁ ରକ୍ଷା କଲେ ପୁଣି କି କରିବ ରାଜା। ମୋର ସେବା ପୂଜା ତୁହି କରୁଥିବୁ ପୁଣି, ତୋର ପୁତ୍ରମାନେ ଯେ ଆସିବେ ଏହି କ୍ଷଣି। ତାହା ଶୁଣି ଚଣ୍ଡାଳୁଣୀ ବେଗେ ଚଳିଗଲା, ଖାଇ ମୁଆଁ ନବାତ ଯେ ବଜାରୁ କିଣିଲା। ଗୋବରେ ଲିପିଣ ଏକ ବେଦୀ ବନାଇଲା, ଚନ୍ଦନ କର୍ପୂର ପାଣି ତହିଁରେ ଛିଞ୍ଚିଲା। ହଳଦୀ ଗନ୍ଧାରେ ଏକ ମୂର୍ତ୍ତି ଯେ ବନାଇ, ଜୟ ସର୍ବମଙ୍ଗଳା ଗୋ ବୋଲିଣ ବୋଲଇ। ଫୁଲ ଯେ ଚନ୍ଦନ ଦେଇ ପୂଜା ବିଧି କଲା, ଧୂପ ଯେ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା। ଦୁବ ଚାଉଳ ପକାଇ ହୁଳହୁଳି ଦେଲା, ଧୂପ ଦୀପ ଦେଇ ତହୁଁ ଶଙ୍ଖ ବଜାଇଲା। 7 ବୋହୂ ଘେନି ସେବା କରୁଅଛି ଯହୁଁ, ଦେଖିଣ ମଙ୍ଗଳା ଯେ ଆନନ୍ଦ ହେଲେ ତହୁଁ। ଉଭା ଯେ ହୋଇଣ ମାଏ ବିଜେ କରିଗଲେ, ତାର ପୁତ୍ରମାନଙ୍କୁ ଯେ ପ୍ରାଣଦାନ ଦେଲେ।
ସେହି ବର୍ଣ୍ଣ ସେହି ଚିହ୍ନ କଥା ରୂପବନ୍ତ କେହି ନ ଜାଣନ୍ତି ପ୍ରାଣେ ହୋଇଥିଲେ ହତ। କାଠପତ୍ର ମାଛ ଶାଗ ଘେନିଣ ଅଇଲେ ଆପଣାର ଘରେ ଆସି ପ୍ରବେଶ ହୋଇଲେ। ତାହା ଦେଖି ଚଣ୍ଡାଳୁଣୀ ହରଷ ହୋଇଲା। ଜନ୍ମ ଅନ୍ଧ ଚକ୍ଷୁଦାନ କିଏ ବା ପାଇଲା। ଫୁଲ ପ୍ରସାଦ ମାଙ୍କ ଶିରରେ ଘେନିଗଲେ। ଜୟ ମା ମଙ୍ଗଳା ବୋଲି ଦଣ୍ଡବତ କଲେ। ଉତ୍ତମ ପଦାର୍ଥ ମାନ ଭୋଗ ଦେଇଥିଲେ। ସାତ ପୁଅ ଯାକ ତାହା ଆନନ୍ଦେ ଭୁଞ୍ଜିଲେ। ତାହା ଦେଖି ଚଣ୍ଡାଳୁଣୀ ହୋଇଲା ଆନନ୍ଦ। ତାର ପୁତ୍ରଗଣ ଯେ ଖାଇଲେ ମାଂସ ମଦ। ଦେଖିଥିବା ଲୋକମାନେ ତାଟକା ହୋଇଲେ। ଲୋହାଣୀ ଥିଲେ ଯମଦୂତେ କେମନ୍ତେ ବଞ୍ଚିଲେ। ତାହା ଦେଖି ରାଜା ଆଗେ କହିଲେ ଯଦୂତେ ହାଣିଥିବା ଲୋକମାନେ ବଞ୍ଚିଲେ କେମନ୍ତେ। ତାହା ଶୁଣି ମହାରାଜା ହୋଇଣ ସ୍ତବ୍ଧ। ପୁଣି ଆଜ୍ଞା ଦେଲେ କ୍ରୋଧେ ହୋଇ ଗଦଗଦ। ଆସନ୍ତା ମଙ୍ଗଳବାରେ ତାହାଙ୍କୁ ମାରିବ। ଆରେ ଦୂତେ ଏମନ୍ତ ଯେ ଉପାୟ କରିବ। ଗଜର ଦନ୍ତରେ ଯେ ପ୍ରହାର କରାଇବ। ସବୁ ହିଁ କାଟିବ ମାଂସ ଅସ୍ଥି ହିଁ ରଖିବ। ଶ୍ୱାନ ଯେ ଶୃଗାଳ ତାକୁ ଖାଇବଟି ଛଣି। ଥୋକାଏ ବଢ଼ଣି ତଥାପି କରିବଟି ପୁଣି। ଆଜ୍ଞା ପାଇ ରାଜଦୂତେ ବେଗେ ଚଳିଗଲେ। ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ। ଆଜି ଆମର ପ୍ରଥମ ଅଧ୍ୟାୟ ଶେଷ ହେଲା। ଯଦି ଆପଣମାନଙ୍କୁ ଭଲ ଲାଗିଛି ତେବେ ଆପଣମାନେ କମେଣ୍ଟରେ ମା ମଙ୍ଗଳା ଲେଖିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।